ଆଜ୍ଞା ନମସ୍କାର। ନମସ୍କାର ସାର୍। କୋଉଠୁ ଆସିଛନ୍ତି, ଆପଣଙ୍କ ନାଁ କ'ଣ? ମୁଁ ଭଦ୍ରକରୁ ଆସିଛି, ବାସୁଦେବପୁର ବ୍ଲକରୁ। ମୋ ନାଁ ଗୋବର୍ଦ୍ଧନ ଦାସ। ଆଜ୍ଞା ଆଜି ହେଉଛି କବୀର ସାହେବଙ୍କର ନିର୍ବାଣ ଦିବସ। ନିର୍ବାଣ ଦିବସ କ'ଣ, ଏହା ଆମ ଦର୍ଶକ ବନ୍ଧୁମାନଙ୍କୁ ସଂକ୍ଷିପ୍ତରେ ବତାନ୍ତୁ। ଆଜ୍ଞା, ନିର୍ବାଣ ଦିବସ ହେଉଛି ଏଇ ଦିବସ ଯେଉଁଦିନ କବିର ପରମେଶ୍ୱର ମାନେ ଶରୀର ସତଲୋକ ଯାଇଥିଲେ। ଆମେ ଶୁଣିଛୁ ଆଗରୁ କି ମତ୍ୟମଣ୍ଡଳ ଦେହ ବହି ଦେବତା ହେଲେ ବି ମରଇ। ତେଣୁ ଆମେ ଜାଣିଛୁ ସମସ୍ତେ ଦେହ ତ୍ୟାଗ କରି ଯାଆନ୍ତି, କିନ୍ତୁ ଆମେ ଆଜି ନୂତନ ଜ୍ଞାନ ଜାଣିବାକୁ ପାଇଲୁ ସନ୍ଥ ରାମପାଲଜୀ ମହାରାଜଙ୍କ ପାଖରୁ ଯେ କବିର ପରମେଶ୍ୱର ଯିଏ ଥିଲେ ସିଏ ସଶରୀର 600 ବର୍ଷ ପୂର୍ବେ ଗମନ କରିଥିଲେ। ଆଉ ତାଙ୍କର ସାକ୍ଷୀ ଥିଲେ ଯିଏକି ମୁସଲମାନ ମାନେ ଯେଉଁ ସମ୍ରାଟ ଥିଲେ ବିଜଲି ଖାଁ ପଠାଣ, ଆଉ ହିନ୍ଦୁ ରାଜା ଥିଲେ ବୀର ସିଂ ବଘେଲ। ଆଉ ତାଙ୍କର ହଜାର ହଜାର ସୈନ୍ୟଙ୍କ ସାମ୍ନାରେ ସେ ମାନେ ସଶରୀର ଗମନ କରିଥିଲେ। ସମସ୍ତେ ମାନେ ଯେଉଁ ଆଗରୁ ପାଖଣ୍ଡବାଦ ଥିଲା ଯେ ପଣ୍ଡିତମାନଙ୍କ ଦ୍ୱାରା, ମୁସଲମାନଙ୍କ ଦ୍ୱାରା, କାଜୀମାନଙ୍କ ଦ୍ୱାରା ଯେ କାଶୀରେ ମଲେ ସ୍ୱର୍ଗକୁ ପ୍ରାପ୍ତ ହେବେ ଆଉ ମଗହରରେ ମଲେ ନରକକୁ ପ୍ରାପ୍ତ ହୁଏ। ଏଟାକୁ ମାନେ ମିଛ ପାଖଣ୍ଡବାଦକୁ ମାନେ ମିଟେଇବା ପାଇଁ ମାନେ ଜଗତଗୁରୁ ତତ୍ତ୍ୱଦର୍ଶୀ ସନ୍ଥ ରାମପାଲଜୀ ମହାରାଜଙ୍କର ଯେଉଁ ଜ୍ଞାନ ପ୍ରଦାନ କରାଯାଇଥିଲା ଯେ ସେଥିରେ ଯେ କବିର ପରମେଶ୍ୱର ସେ ଲୀଳା କରିଥିଲେ ଯେ ସଶରୀର ଗମନ କରିଥିଲେ ସତଲୋକ, ଆଉ ତାଙ୍କ ସ୍ଥାନରେ ସୁଗନ୍ଧିତ ଫୁଲ ପ୍ରାପ୍ତ ହୋଇଥିଲା। ସେଇ ଦିନଟାକୁ ମାନେ ଏଇଟା ପାଳନ କରାଯାଉଛି ନିର୍ବାଣ ଦିବସ ଅବସରରେ। ଧନ୍ୟବାଦ ଆଜ୍ଞା। ସତ୍ସାଇ।